ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆପଣମାନେ ଜାଣିଥିବେ ମୁଁ ଏକାଠିଆ ରୁହେ, ମୁଁ ନିଜ ଚାମ୍ବରରେ ରିସର୍ଚ୍ଚ କରେ। ତ ଦିନ ସାରା କଥା ନ ହେଇକି ତଣ୍ଟି ଟିକେ ବସିଯାଇଛି। ଆଜି ଆମେ ଆଲୋଚନା କରିବା ବୁଧ ଗ୍ରହର ଜ୍ୟୋତିଷରେ ବା ଚିକିତ୍ସା ଜ୍ୟୋତିଷରେ କ'ଣ ଉପଯୋଗିତା ରହିଛି। ଆଗରୁ ମୁଁ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଗ୍ରହର ଉପଯୋଗିତା ବିଷୟରେ କହି ରଖିଛି। ଏବେ ଯେଉଁ ମୁଁ ଗ୍ରହ ବିଷୟରେ କହିବାକୁ ଯାଉଛି ସେ ହେଲା ବୁଧ। କ୍ଷମା କରିବେ, ଶୀତ ଦିନ, ମୁଁ ଗୋଟେ ଆଜମା ପେସେଣ୍ଟ, ତ ଟିକେ ଥଣ୍ଡା ଟେଣ୍ଡେନ୍ସି ମୋ ଭିତରେ ରହୁଛି। ହଉ, ବୁଧ ବୁଦ୍ଧିର କାରକ, ଆପଣ ଜାଣିଛନ୍ତି, ମୁଁ ବି ଜାଣିଛି। ଆମେ ଏତଦ୍ ବ୍ୟତୀତ ଜାଣି ରଖିବା ଉଚିତ ଯେ ବୁଧ ବି ଲଙ୍ଗସ୍ ବା ଯେଉଁଟା ଫୁସଫୁସ୍ କହନ୍ତି ତାର କାରକ। ସ୍କିନ୍ ବା ଚର୍ମ ଯେଉଁଟା କୁହନ୍ତି ତାର ବି କାରକ। ମନେ ରଖିଥାନ୍ତୁ, କେତୁ ଏବଂ ବୁଧ ଏ ଦୁଇଟା ଯାକ ଗ୍ରହ ଚର୍ମର କାରକ। ଯେଉଁଠିକି କେତୁ ଗୋଟେ ଆପଣଙ୍କର ଆକ୍ୟୁଟ୍ ସ୍କିନ୍ ଡିଜିଜ୍, କ'ଣ ତାକୁ ଓଡ଼ିଆରେ କହିବି, ଯେମିତି କୁଷ୍ଠ ରୋଗ ହେଲା, ହଁ, ତ ସେଇଭଳିଆ ଡିଜିଜ୍କୁ କେତୁ ଯେଉଁଠି ଦର୍ଶାଏ, ବୁଧ ସେଠି ସ୍କିନ୍ରେ ଟିକେ ବ୍ରଣ ହେଲା, ଏସବୁ ଜିନିଷକୁ କିଛି ମାତ୍ରାରେ ଦର୍ଶାଏ। କିନ୍ତୁ ମୁଖ୍ୟତଃ ବୁଧ ହେଲା ଫୁସଫୁସର କାରକ। ତ ଫୁସଫୁସକୁ ନେଇକି କ'ଣ ରୋଗ ହେଇପାରେ? ଯେଉଁଟାକି ଗୋଟେ ବେସିକ୍ ରୋଗ, ସେ ହେଲା, ଯେଉଁଥିରେ ମୁଁ ବି ନିଜେ ପୀଡ଼ିତ, ସେ ହେଲା ଆଜମା। ଓଡ଼ିଆରେ ତ କୁହନ୍ତି ଦମା। ଆପଣ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି କି? ତାହେଲେ ସେଇଟା ହେଲା ଆଜମା, ଯେଉଁଟାକି ଗୋଟେ ପ୍ରକାର ତାର ଯଦି ଆମେ ରୁଟ୍ କଜ୍କୁ ଯିବା ତାହେଲେ ସେଇଟା ହେଲା ସୂର୍ଯ୍ୟଙ୍କର ଗୋଟେ କାରଣ ବୋଲି ଆମେ ମାନିବା। କାହିଁକି? ଏହାର ମୁଖ୍ୟତଃ କାରଣ ହେଲା କି ଆମର ରୋଗ ପ୍ରତିଷେଧକ ଶକ୍ତି, ଯେଉଁଟାକି ଆମର ଇମ୍ୟୁନୋଲୋଜି ବୋଲି କହନ୍ତି, ବା ଇମ୍ୟୁନୋ ସିଷ୍ଟମ୍ ବା ଇମ୍ୟୁନିଟି, ସେଇଟା ଆପଣଙ୍କ ଶରୀରରେ ଦୁର୍ବଳ। ତେଣୁ ଆପଣଙ୍କୁ ଆଜମା ହେଲା। ଆଜମା ଗୋଟେ ପ୍ରକାର ଆଲର୍ଜି ବୋଲି ଟ୍ରିଟ୍ କରାଯାଇଛି। କିନ୍ତୁ ଏକଥା ବି ସତ, ଯଦି ଜାତକରେ ବୁଧ ବହୁତ ଷ୍ଟ୍ରଙ୍ଗ ହେଇଥାଏ, ଷ୍ଟ୍ରଙ୍ଗ ମାନେ ଏଠି ମୁଁ ସଡ଼ବଳକୁ ହିଁ ବୁଝାଏ, ଯଦି ଜାତକରେ ବୁଧ ଖୁବ୍ ଷ୍ଟ୍ରଙ୍ଗ ହୋଇଥାଏ ଏବଂ ସୂର୍ଯ୍ୟ ଆଭରେଜ୍ ଷ୍ଟ୍ରଙ୍ଗ ଥାନ୍ତି, ଅର୍ଥାତ୍ ତାର ଇମ୍ୟୁନିଟି ଏତେ ଷ୍ଟ୍ରଙ୍ଗ ନାହିଁ, ତାହେଲେ ଆପଣ ଦେଖିବେ ଟିକେ ଥଣ୍ଡା, କାଶ, ହଁ, ଏଗୁଡ଼ା ହେଇପାରେ। କିନ୍ତୁ ଆଲର୍ଜି, ଯେଉଁଟାକି ଆମର ସ୍କିନ୍ ଆଲର୍ଜି ହୁଏ, କିମ୍ବା ଆମର ଆଜମା, ଯେଉଁଟା ଶ୍ୱାସ ବୋଲି କୁହନ୍ତି ଓଡ଼ିଆରେ, ହିନ୍ଦୀରେ ଦମା ବୋଲି କହନ୍ତି, ସେଇଟା ହେବାର ଚାନ୍ସେସ୍ ବିଶେଷତଃ ନାହିଁ। କାହିଁକିନା ବୁଧ ଜାତକରେ ବହୁତ ଷ୍ଟ୍ରଙ୍ଗ ଅଛି। ଷ୍ଟ୍ରଙ୍ଗ ମାନେ ମୁଁ ଗୋଟେ ଜିନିଷ ପ୍ରଥମେ ସଡ଼ବଳକୁ ବୁଝାଏ। ଦ୍ୱିତୀୟତଃ ବୁଧ ଜାତକରେ ୱେଲ୍ ପ୍ଲେସ୍ଡ ଅଛି। ୱେଲ୍ ପ୍ଲେସ୍ଡ ମାନେ କେନ୍ଦ୍ର କିମ୍ବା ତ୍ରିକୋଣ।
ତା ଛଡ଼ା ଆପଣଙ୍କର 2 ଆଉ 11 ଏ ଦୁଇଟା ଭାବ ମୁଁ ଏତେ ଖରାପ ମୁଁ କ'ଣ ତ ଆଜିକା ଡେଟ୍ରେ ଆଉ କୌଣସି ଜ୍ୟୋତିଷଟା ଖରାପ ବୋଲି କନସିଡର କରୁନାହାନ୍ତି। କିନ୍ତୁ ଆପଣଙ୍କର ଯଦି ତୃତୀୟ ଏକାଦଶ ତ ମୁଁ କହିଦେଲି ଛାଡ଼ନ୍ତୁ। ତୃତୀୟ କିମ୍ବା ଏପଟେ ହେଇଗଲା ଆପଣଙ୍କର ଆଉ କିଛି ନାହିଁ କହିଲେ ଚଳେ ଆଉ କ'ଣ। ଦ୍ୱିତୀୟ ଆଉ ତୃତୀୟକୁ ଛାଡ଼ିଦେଲେ 6, 8, 12 ଆପଣଙ୍କର ଖରାପ ସ୍ଥାନ ହେଇଗଲା। କେନ୍ଦ୍ର ଗୁଡ଼ା ଆପଣଙ୍କର 1, 7, 1, 4, 7, 10 ହେଇଗଲା। 1, 5, 9 ଆପଣଙ୍କର ତ୍ରିକୋଣ ହେଇଗଲା। ତ ବିଶେଷତଃ ଦ୍ୱିତୀୟ ଆଉ ତୃତୀୟ ଏଇ ଯେଉଁ ଭାବରେ ଯଦି ବୃଦ୍ଧ ଅଛନ୍ତି ସ୍ପେଶିଆଲି ତୃତୀୟରେ, ତାହେଲେ ଆମେ ସେଇଟା ଖରାପ ବୋଲି ଧରିବା। ଷଷ୍ଠ ଏବଂ ଅଷ୍ଟମ ଦ୍ୱାଦଶ ତ ନିଶ୍ଚିତ ରୂପେ ଖରାପ। ତ ଯଦି ଜାତକରେ ବୁଧ ଖରାପ ଅଛି ତାହେଲେ ସିଏ ଆପଣଙ୍କୁ ଆଜମା, ଆଲର୍ଜି ମାନେ ଏଠି ମୁଁ ସ୍କିନ୍ ଆଲର୍ଜି କହୁଛି। ମନେ ରଖିଥାନ୍ତୁ ଆଲର୍ଜି ବିଭିନ୍ନ ପ୍ରକାର ରୋଗ ଅଛି। ଆପଣଙ୍କର ଛିଙ୍କିବା ବାରମ୍ବାର ଗୋଟେ ପ୍ରକାର ଆଲର୍ଜି, ଦେହ ହାତ କୁଣ୍ଡେଇ ହେଇ ଫଳିଯିବା ଗୋଟେ ପ୍ରକାର ଆଲର୍ଜି, ଯେଉଁଟାକି ଗୋଟେ ଆପଣଙ୍କର ଶରୀରରେ ଗୋଟେ ସୁସ୍ଥ ରୋଗ ପ୍ରତିଷେଧକ ଶକ୍ତି ନଥିବା ବୋଲି ଦର୍ଶାଏ, ଯେଉଁଟାକି ସୂର୍ଯ୍ୟର କାରକ। କିନ୍ତୁ ବୁଧ ଏଠି ଆପଣଙ୍କର ନିଶ୍ଚିତ ରୂପେ ସେଇଠି ଦାୟୀ ହେବେ, ଯେଉଁଠି ଆଲର୍ଜିଟା ଆପଣଙ୍କର ଖାଲି କାଶ ଆଉ ଛିଙ୍କକୁ ଇଣ୍ଡିକେଟ୍ କରୁନି, ଆପଣଙ୍କର ଚର୍ମ ବା ସ୍କିନ୍ ଏବଂ ଫୁସଫୁସ୍ ବା ଲଙ୍ଗସ୍ ଶ୍ୱାସ ହେଲା କି କୁଣ୍ଡେଇ ହେଇ ଫଳିଯିବାର ହେଲା, ଏହି ରୋଗ ଗୁଡ଼ାକ ବୁଧକୁ ଆମେ ଆସାଇନ୍ କରିପାରିବା। ମୁଁ ଆଗରୁ ବି କହି ରଖିଛି, ଏବେ ବି କହୁଛି, ଚିକିତ୍ସା ଜ୍ୟୋତିଷ ବା ମେଡ଼ିକାଲ ଆଷ୍ଟ୍ରୋଲୋଜିଟା ଯଦି ଆପଣ ଠିକ୍ ରୂପେ ଜାଣିବାକୁ ଚାହୁଁଛନ୍ତି ବା ଠିକ୍ ରୂପେ ମାନେ ଆପଣ ତାକୁ ଗୋଟେ ହେଜ୍ଞାନ କରିବାକୁ ଚାହୁଁନାହାନ୍ତି, ତାହେଲେ ଆପଣ ହ୍ୟୁମାନ୍ ବାୟୋଲୋଜି କ'ଣ ଓଡ଼ିଆରେ କୁହାଯାଏ ମୋତେ କ୍ଷମା କରିବେ, ଆଉ ମଣିଷର ଯେଉଁ ଶରୀରର ଆମର ଆନାଟମି ବା ଫିଜିଓଲୋଜି ଅଛି ସେଟାକୁ ଜାଣିବା ଆବଶ୍ୟକ। ଏବଂ କ୍ରିଷ୍ଟାଲ ଥେରାପି ବା ଯେଉଁଟା ଆମର କ୍ରିଷ୍ଟାଲ ଗୁଡ଼ା ଅଛି ବିଭିନ୍ନ ଜେମ୍ ଷ୍ଟୋନ୍, ତାକୁ କୁହାଯାଏ ସେମି ପ୍ରିସିୟସ୍ ଷ୍ଟୋନ୍ସ। ତାର ଗୋଟେ ମଣିଷର ହେଲ୍ଥ ଉପରେ କ'ଣ ଇମ୍ପ୍ୟାକ୍ଟ ଅଛି ସେଟା ବି ଜାଣିବାର ଅଛି। ଏ ଦୁଇଟା ଜିନିଷ ଯଦି ଆପଣ ଜାଣିଲେ ତାହେଲେ ଆପଣ ଗୋଟେ ମେଡ଼ିକାଲ ଆଷ୍ଟ୍ରୋଲୋଜିରେ ଭଲ ପ୍ରାକ୍ଟିସନର ହେଇପାରିବେ। ଏଠି ମୁଁ କାହିଁକି କହି ରଖୁଛି, କାରଣ କ୍ରିଷ୍ଟାଲର ଓଡ଼ିଆ କ'ଣ ମୁଁ ଜାଣିନାହିଁ, ଯେ ମୋତେ କ୍ଷମା କରିବେ। ଯେଉଁ ଆମେ ସେମି ପ୍ରିସିୟସ୍ ଷ୍ଟୋନ୍ ବା ଉପରତ୍ନ ବୋଲି କହୁ, ଆର ଗୋଟେ ହିଲିଂ ପ୍ରପର୍ଟିସ୍ଟାକୁ କେହି ବି ଡିନାଏ କରିପାରିବେ ନାହିଁ ବା କେହି ମନା କରିପାରିବେ ନାହିଁ। ସେ ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ଜାତକରେ ବୁଧ ଦୁର୍ବଳ ଥିବା କାରଣରୁ ଆପଣଙ୍କୁ ଫୁସଫୁସ୍ କିମ୍ବା ଚର୍ମ ରୋଗ ହେଉଛି, ତାହେଲେ ଗୋଟେ ଭଲ କ୍ରିଷ୍ଟାଲ ଯେଉଁଟାକି ଗ୍ରୀନ୍ ଆଭେଞ୍ଚୁରିନ୍ କୁହାଯାଏ ସେଟାକୁ ଧାରଣ କରିପାରିବେ। ତୁଳସୀ ଯେଉଁଟାକି ବିଷ୍ଣୁ ବା ଯିଏକି ବୁଦ୍ଧଙ୍କର ଦେବତା ବୋଲି ଆମେ ମାନୁ, ଯେମିତିକି ପାନା ଗୋଟେ ହେଲା ଆପଣ ଜଗନ୍ନାଥଙ୍କ ପାଖରେ କି ବିଷ୍ଣୁଙ୍କ ପାଖରେ, ତାକୁ ଅଭିମନ୍ତ୍ରିତ କରାଇ ପିନ୍ଧା ବୋଲି ଆମେ କହୁ। ତାଙ୍କର ଯେଉଁ ପୂଜା ହୁଏ ଆମର ତୁଳସୀ ବୋଲି, ତାକୁ ବି ଆପଣ ସେବନ କରିବେ ଡେଲି, ହେଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିଟା ବଢ଼ିବ ଏବଂ ଆପଣଙ୍କର ଶ୍ୱାସ ହେଲା କିମ୍ବା ସେ
देह हाथ जो कुंडे फड़ी जावा जोटा कि स्किन एलर्जी बोली कहुए ସେଇଟା ହେଲା କିଛି ମାତ୍ରାରେ କମିଯିବ। ମନେ ରଖିଥାନ୍ତୁ ଗ୍ରହମାନେ ତାଙ୍କର ନିଜର କିଛି ଏଠି ଆପଣଙ୍କର ଇମ୍ପ୍ୟାକ୍ଟ ଆପଣଙ୍କ ଉପରେ ପକାଉନାହାନ୍ତି। ଆପଣ କିଛି ନା କିଛି ଗୋଟେ କର୍ମ ଖରାପ କରିଛନ୍ତି ଯେଉଁଥିପାଇଁ କି ଏ ଗ୍ରହଟା ଆପଣଙ୍କ ଜାତକରେ ଖରାପ ଅଛି ତା ସମ୍ବନ୍ଧୀୟ ଆପଣ ଯାହା ଯାହା ଆପଣଙ୍କର ଅସୁବିଧା ଅଛି ଉଦାହରଣ ସ୍ୱରୂପ ଆପଣଙ୍କର ତାର ଆଷ୍ଟ୍ର ବେନିଫିଟ୍ ବି ହେଉ ମନେକର ଯଦି ବୁଦ୍ଧ ଖରାପ ଅଛି ତାର ଆପଣ ବେପାର ବାଣିଜ୍ୟ କରିବାରେ କିମ୍ବା ଛୋଟ ପିଲାମାନଙ୍କ ସହିତ ମିଶିବାରେ ଟିକେ ଅଧିକ ହସ ମଜାକ କରିବାରେ ଆପଣ ଅକ୍ଷମ ରହିବେ। ଏଠି ବୁଦ୍ଧର କିଛି ଦୋଷ ଦେବା ଦରକାର ନାହିଁ। ଯେମିତିକି ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜର ମାନେ ଦିଅନ୍ତି ଯେ ଡାଇରେକ୍ଟଲି କହନ୍ତି ଯେ ବୁଦ୍ଧର ଇମ୍ପାକ୍ଟ ଅଛି ନାଇଁ ନାଇଁ ବୁଦ୍ଧ ହେଲା ଆପଣଙ୍କର ଯେଉଁ କର୍ମ ଆପଣ କିଛି ଖରାପ କରିଛନ୍ତି ନିଜର ପିଲାପିଲି କିମ୍ବା ଛୋଟ ପିଲାପିଲି ପ୍ରତି କିଛି ଅନ୍ୟାୟ କରିଛନ୍ତି ଲୋକମାନଙ୍କ ସହିତ ବେଶୀ ମିଶି ନାହାନ୍ତି ବିଶେଷ କଥାବାର୍ତ୍ତା କରିନାହାନ୍ତି କିମ୍ବା ଲେଖାପଢ଼ା କରିନାହାନ୍ତି। ପଢ଼ାଟା ତ ଜାଣେ ଜୁପିଟର ବା ବୃହସ୍ପତିଙ୍କ ସହିତ ଆମେ ଆସୋସିଏଟ୍ କରିଛୁ ଲେଖା ଲେଖି କରିନାହାନ୍ତି ସେଥିପାଇଁ ବୁଦ୍ଧ ଦୁର୍ବଳ। ଗ୍ରୀନ୍ ଆଭେଞ୍ଚୁରିନ୍ ପିନ୍ଧିବେ ତୁଳସୀ ଟିକେ ସେବନ କରିବେ ଏବଂ ଯେଉଁଟା ମୁଁ ବେଶୀ ଫୋକସ୍ କରେ ସେଇଟା ହେଲା କି ଆପଣଙ୍କର ପିଲାମାନଙ୍କ ସାଙ୍ଗରେ ମିଶିବେ ପିଲାମାନେ ଆପଣ ନିଜ ପିଲା ନୁହେଁ ଛୋଟ ଛୋଟ ପିଲାମାନଙ୍କ ସାଙ୍ଗରେ ମିଶିବେ ଅନ୍ୟ ଲୋକମାନଙ୍କ ସାଙ୍ଗରେ ମିଶିବେ ଟିକେ ହସିବେ ଟିକେ କଥାବାର୍ତ୍ତା କରିବେ କଥାବାର୍ତ୍ତା କରିବାର କାରକ ହେଲା ବୁଦ୍ଧ। ଯଦି ଆପଣ କରନ୍ତି ତାହେଲେ ଅଟୋମେଟିକାଲି ଆପଣଙ୍କର ଜାତକରେ ସେଇ କର୍ମଟା ଷ୍ଟ୍ରଙ୍ଗ ହେବ ଯେଉଁଟାକି ଆମେ ବୁଦ୍ଧକୁ ଆସାଇନ୍ କରିଛୁ ଏବଂ ଆପଣ ଟିକେ ଟିକେ ଆପଣଙ୍କ ଶରୀରରେ ସେଇ ଯେଉଁ ସ୍କିନ୍ ଆଲର୍ଜି କୁହନ୍ତି କିମ୍ବା ଦମା ବା ଶ୍ୱାସ କୁହନ୍ତୁ ଟିକେ ଟିକେ କମିବ। ଯଦିଓ ଚିକିତ୍ସା ଜ୍ୟୋତିଷରେ ଆପଣଙ୍କୁ କହିହେବ ଯେ କୌଣସି ଗୋଟେ ରୋଗ ଆପଣଙ୍କ ଖୁବ୍ ଆପଣଙ୍କୁ ସିଭିଅର ହେଇପାରେ କିମ୍ବା ସାମାନ୍ୟତମ ଆପଣଙ୍କୁ ଏ ଜୀବନରେ ଆଫେକ୍ଟ କରିପାରେ କିନ୍ତୁ ଆର ଟ୍ରିଟମେଣ୍ଟ ବିଶେଷତର କହିହେବ ନାହିଁ ଯେଉଁଥିପାଇଁ କି ଆପଣ ଗୋଟେ ଡାକ୍ତରଙ୍କ ପାଖକୁ ଯିବା ଉଚିତ। କିନ୍ତୁ ଏଇଟା ନିଶ୍ଚିତ ରୂପେ କହିବ ଯେ ସାର୍ ମୋତେ ଗୋଟେ ଆଲର୍ଜି ଅଛି ତ ଏଇ ଆଲର୍ଜିଟା ମୋ ପାଇଁ ସିରିୟସ୍ ହେବନି ତ ଶ୍ୱାସଟା ମୋ ପାଇଁ ସିରିୟସ୍ ହେବନି ନିଶ୍ଚିତ ରୂପେ କହିହେବ। ଯଦି ଜାତକରେ ବୁଦ୍ଧ ଦୁର୍ବଳ ଥାଇକି ମଧ୍ୟ ରୋଗର କାରକ ଶନି ତାଙ୍କର ଦୃଷ୍ଟି ପାଇଥାଇକି ମଧ୍ୟ କେନ୍ଦ୍ର କିମ୍ବା ତ୍ରିକୋଣରେ ଅବସ୍ଥାନ କରୁଥାନ୍ତି ତାହେଲେ ଆପଣ ବିଲକୁଲ ବ୍ୟସ୍ତ ହେବେନି ଯାହାକି ବୁଦ୍ଧଙ୍କର ଆପଣଙ୍କର ରୋଗ ବୁଦ୍ଧ ଦେଉନାହାନ୍ତି ବୁଦ୍ଧଙ୍କ ସହିତ ଆମେ ଆସୋସିଏଟ୍ କରି ଜାଣିପାରୁଛୁ ସେ ଆପଣଙ୍କୁ କିଛି ବିଶେଷ କ୍ଷତି କରିପାରିବେ ନାହିଁ କିନ୍ତୁ ସେଇଠି ଯେଉଁଠି ବୁଦ୍ଧ ଆପଣଙ୍କର ଅଷ୍ଟମ ଭାବରେ ଅଛନ୍ତି କିମ୍ବା ଦ୍ୱାଦଶ ଭାବରେ ଅଛନ୍ତି ତାହେଲେ ଟିକେ ଆପଣଙ୍କୁ କନସିୟସ୍ ହେଇଯିବା ଭଲ କାହିଁକିନା ସେଇ ଶ୍ୱାସ ପାଇଁ ଆପଣ ବାରମ୍ବାର ହସ୍ପିଟାଲାଇଜ୍ ହେଇପାରନ୍ତି। ଯଦି ବୁଦ୍ଧ ଦ୍ୱାଦଶରେ ଅଛି ସେ ଶ୍ୱାସ ଆପଣଙ୍କୁ ସହଜରେ ଛାଡ଼ିବ ନାହିଁ ଯଦି ବୁଦ୍ଧ ଅଷ୍ଟମରେ ଅଛି। ଏତଦ୍ ବ୍ୟତୀତ ମନେ ରଖିଥାନ୍ତୁ ଜାତକରେ ପଞ୍ଚମ କିମ୍ବା ଷଷ୍ଠ ଭାବ କାଳପୁରୁଷର କୁଣ୍ଡଳୀ ଏବଂ ଆପଣଙ୍କର ଲଗ୍ନ କୁଣ୍ଡଳୀ ଦୁଇଟା ଯାକ ମିଶାଇକି ଦେଖିବାର ଅଛି। ଯଦି ଆମେ ମେଷରୁ ଦେଖୁଥିବା ତାହେଲେ ଆପଣଙ୍କର ଚତୁର୍ଥ କିମ୍ବା ପଞ୍ଚମ ଭାବ ଆଫ୍ଲିକ୍ଟେଡ୍ ବା ଦୂଷିତ ହେଉଥିବ ଲଗ୍ନରେ ଦେଖିଲେ ଚତୁର୍ଥ କିମ୍ବା ପଞ୍ଚମ ଭାବ ପଞ୍ଚମଟାକୁ ମୁଁ ବେଶୀ ଫୋକସ୍ କରୁନାହିଁ ଚତୁର୍ଥଟାକୁ ବେଶୀ ଫୋକସ୍ କରୁଛି। ଚତୁର୍ଥ କିଛି ମାତ୍ରାରେ ଆପଣଙ୍କର ହାର୍ଟ ଆଉ କିଛି ମାତ୍ରାରେ ଫୁସଫୁସ୍ ଆ ବିଷୟରେ ପରେ କେବେ ଆଲୋଚନା କରିବା। ଯଦି ଦୂଷିତ ଅଛି କିମ୍ବା ଚତୁର୍ଥ ଭାବରେ କିଛି ନିଚ ଗ୍ରହ ଅବସ୍ଥାନ କରୁଛନ୍ତି ଚତୁର୍ଥ ଭାବରେ ଭାବ ଅଧିପତି ଦୁର୍ବଳ ଅଛି ଚତୁର୍ଥ ଭାବରେ ଶନି ଅବସ୍ଥାନ କରୁଛନ୍ତି ଶନିକୁ ବିଲକୁଲ ଖରାପ କହୁନି କିନ୍ତୁ ରୋଗର କାରକ ବା ଆମର ଚିକିତ୍ସା ଜ୍ୟୋତିଷରେ ଯେ ରୋଗର କାରକ ସେ ହେଲେ ଶନି ଆଉ ଯିଏ ହେଲା ସୁସ୍ଥତାର କାରକ ସେ ହେଲା ସୂର୍ଯ୍ୟ। ତ ସେଇ ଜାଗାରେ ଆମେ ଦେଖିବା ତା ସତ୍ତ୍ୱେ ବି ଆମେ କହିପାରିବା ଯେ ବୁଦ୍ଧ ଏତେ ଦୁର୍ବଳ ନଥିଲେ ବି ଯଦି ଚତୁର୍ଥ ଭାବ ଦୁର୍ବଳ ଥାଏ ତାହେଲେ ବି ଆପଣ ଶ୍ୱାସ କିମ୍ବା ଏ ଯେଉଁ ସ୍କିନ୍ ଡିଜିଜ୍ କୁହାଯାଏ ଏଥିରେ ପୀଡ଼ିତ ହେବାର ସମ୍ଭାବନା ରହିଛି। ମନେ ରଖିଥାନ୍ତୁ ଚିକିତ୍ସା ଜ୍ୟୋତିଷ ବା ମେଡ଼ିକାଲ ଆଷ୍ଟ୍ରୋଲୋଜି ଗୋଟେ ଏମିତି ଡିସିପ୍ଲିନ୍
जोटा कि आमठारू किछि मात्रा दूर नहांती वेस्टर्न एस्ट्रोलॉजर वाला। आम जदि पूर्व जन्म कथा कह सब जिन कह वेस्टर्न एस्ट्रोलॉजर मैंने आम पछरे पड़े किंतु मेडिकल एस्ट्रोलॉजी से आम सहित ऑलमोस्ट सामान कि आमर टे अधिक कहले भी मुझा अत्युक्ति हेनी कारण आप देखिए मेडिकल एस्ट्रोलॉजी जो वेस्टर्न साइंटिस्ट मैंने लिखुंट जोड़ा सब से डॉक्टर्स मैंने से सब मैगजीन कहतु कि बही लिखुंट मेडिकल एस्ट्रोलॉजी करने मनुष्यर जो शरीर विज्ञान अच्छी जानवर अच्छी एवं क्रिस्टाल यूसेज जानवर अच्छी आप मेडिकल एस्ट्रोलॉजी गोटे बड़ रिमेडी है क्रिस्टाल। क्रिस्टाल जदि आप धारण करेंगे क्रिस्टाल पानी पीबे क्रिस्टाल मुंड तले रखिक शोबे ताल बहुत गुड़ा आप हेल्थ बेनिफिट मिले से हिलिंग क्रिस्टाल कहुए। तेणु बुधपाई आप ग्रीन एडवेंचुरिन है मालाचाइट बोली गोटे क्रिस्टाल अच्छी सेटा है धारण करेंगे किंतु आप मन इच्छा धारण करेंगे कौन सी गोटे विज्ञ ज्योतिषों द्वारा आपको परीक्षा निरीक्षा करी तापर धारण करेंगे कि तार पानी पीबे पानी टाक एक्सेलरी बोली कहुए अमृत बोली कहुए क्रिस्टाल पानी टाक पीबे कि धारण करेंगे कि निजर जो शोचंती कि बसुँच से रखिकी तार एनर्जी टाक ग्रहण करेंगे। हाँ आज ये आशा करे बुधर जहाँ जहाँ बुध जातक दुर्बल थे जो जो प्रकार रोग एटा दर्शाए ताकू आप बुझीपारे एवं केमिति यार उपचार करहब ता विषय भी आप सम्यक ज्ञान आसी जाइए किंतु जहाँ भी किसी गोटे आप डिसीजन नवा पूर्व कौन से विज्ञ ज्योतिष जातक देखी तापर ही उपचार करेंगे। हाँ आज ये जदि वीडियोटी भल लगी था लाइक करूँ जदि खराब लगी था डिसलाइक करूँ किंतु वीडियोटी को शेयर करदे तद्वारा किसी लोग जानीपर जे मोर ज्ञान जो सामान्य ज्ञान अच्छे सहीटा सब लोक पाखे पहुँच पार। हाँ जदि आपंकर किसी डाउट थाए कि किसी आड करने को चाहती कमेंट सेक्शन द्वारा जनइबे इाड़ू सियाड़ू कमेंट किसी करेंगे एमती किसी कमेंट करूँ जोटा कि सब लोक पढ़ी किसी जानीपर किसी शिखिपारे। हाँ आज ये महादेव चाहते आउ गोटे वीडियो सहित आपण पाखे खूब शीघ्र उपनीत हेबी आज आज्ञा दिंतु। ओम नमः।